like, share, and subscribe on our YouTube channel. ବସନ୍ତ ଶତପଥୀ ଜଣେ ଏପରି ଲେଖକ ଓଡ଼ିଆ ସାହିତ୍ୟରେ ତାଙ୍କ ସ୍ଥାନ ସ୍ୱତନ୍ତ୍ର। ବ୍ୟଙ୍ଗ ସାଟାୟାର ଯାହାର ପ୍ରତିଫଳନ ତାଙ୍କର ଶବ୍ଦ ସଂଯୋଜନା, ଲେଖାର ଶୈଳୀ, ପ୍ରତ୍ୟେକ ଚରିତ୍ର ଓ ଘଟଣାକୁ ଏପରି ଭାବରେ କରନ୍ତି ପାଠକ ଆଖି ସାମ୍ନାରେ ଜଳଜଳ କରି ଦେଖିପାରେ। ସାମାନ୍ୟ ଅଶ୍ଳୀଳ ଏପରି ଏକ ଗପ ଯାହା ଶୁଣି ଆଉ ଦେଖି ସାରିବା ପରେ ମନେ ହେବ, ଆରେ ଏକଥା ତ ମୁଁ ଜାଣିଥିଲି, ଦେଖିଥିଲି, ହୁଏତ ଅଙ୍ଗେ ନିଭେଇଥିଲି। ହଁ, ପୁରୁଷ ଏବଂ ସ୍ତ୍ରୀଙ୍କର ସମ୍ପର୍କ, ତେବେ ସ୍ୱାମୀ ସ୍ତ୍ରୀ ନ ହୋଇପାରେ, ସେଇଥିପାଇଁ ସାମାନ୍ୟ ଅଶ୍ଳୀଳ। ବସନ୍ତ ଶତପଥୀ is such a writer in Odia literature which is rare. Satire, his style of writing, choosing the words, choosing the events, choosing the characters that you think that I have seen it, I know it, I may have done it myself. Slightly obscene, that's why. Not completely obscene, slightly obscene. A relationship between man and a woman, but not necessarily husband and wife. That's why slightly obscene. Watch it. ଠକ୍ 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 ରାତି ପ୍ରାୟ 11ଟା। କବାଟ ଯେମିତି ଫିଟେଇଛି ସେମିତି ମଲ୍ଲି ଫୁଲର ମହକ ସହିତ ପଶି ଆସିଲା ଅଭିସାରିକା। ତିଳେ ମାତ୍ର ଲଜ୍ଜିତ ବା ଶଙ୍କିତ ନ ହୋଇ କବାଟ ବନ୍ଦ କରି ବୋଲ୍ଟ ଲଗେଇଦେଲା ଏବଂ ନିଶ୍ଚିତ ହେଲା ଯେ କବାଟ ପୁରା ବନ୍ଦ ହେଇଯାଇଛି। କି ଆଶ୍ଚର୍ଯ୍ୟ! ଏଇ ସେଇ ତରୁଣୀ ଯାହାକୁ ଟ୍ରେନରେ ଦେଖିଥିଲି ଏବଂ ଯାହାକୁ ଅତ୍ୟନ୍ତ କାମ୍ୟ କାମ ଉଦ୍ଦୀପକ ବୋଲି ଭାବିଥିଲି। ଝୁରା ଝୁରା ହାତେ ଲମ୍ବ ଚୂଳ ରିଙ୍ଗ ଯୋଡ଼ାରେ ପରିଣତ ହେଇଛି। ପ୍ରଚୁର ସଦ୍ୟ ପ୍ରସ୍ଫୁଟିତ ମଲ୍ଲି ଫୁଲର ହାର 2-3 ଥର ଯୋଡ଼ା ଚାରିପଟେ ବୁଲି ଯୋଡ଼ାକୁ ଖୁବ୍ ବଡ଼ କରିଦେଇଛି। ବକ୍ଷ ଦେଶ ଭୀଷଣ ଉନ୍ନତ ଓ ଊର୍ଦ୍ଧ୍ୱଚୂଳ। ମୋର ଏ ପରିବେଶ ଅଭିଜ୍ଞତା ସମ୍ପୂର୍ଣ୍ଣ ନୂତନ। ଯୁଦ୍ଧ କଥା କହିଲେ ଆମେ କ'ଣ କେବଳ ଧର୍ମ ସହିତ ସଂଯୋଗ କରୁ? ଯଦିଓ ସବୁ ଯୁଦ୍ଧ ଧର୍ମ ସହିତ ସଂଶ୍ଳିଷ୍ଟ। କାରଣ ଭାରତରେ ଯେତେ ଆକ୍ରମଣ ହେଇଛି, ଯେତେ ଯୁଦ୍ଧ ଅନ୍ୟ ଦେଶ କିମ୍ବା ଅନ୍ୟ ଧର୍ମାବଲମ୍ବୀଙ୍କର, କିନ୍ତୁ ଏବେ ନିଜ ଦେଶରେ ଧର୍ମ ନାଁରେ ଯୁଦ୍ଧର ସୂତ୍ରପାତ ହେଲା ପରି ମନେ ହେଉଛି। ଧର୍ମ ମାନସିକ ଶାନ୍ତି, ସଂଯମ, ସମବେଦନା ଜାଗ୍ରତ କରାଏ, କିନ୍ତୁ କିଛି ମାନସିକଗ୍ରସ୍ତ ଜ୍ଞାନଲୁପ୍ତ ଅବିବେକୀ ଲୋକ ଅପୂରଣୀୟ କ୍ଷତି କରନ୍ତି। ଦୁଃଖର କଥା, ଏବେ ବି ଏହା ସମ୍ଭବ। ଧର୍ମଯୁଦ୍ଧ ଧର୍ମ ପାଇଁ ନା ସ୍ୱାର୍ଥ ପାଇଁ? ଦେଖନ୍ତୁ, ଧର୍ମଯୁଦ୍ଧ ମତାମତ ଦେବେ। When we talk about war, do we always associate with religion? Although most of the wars against India from outside has been fought in another religion matter. It is unfortunate that this kind of intolerance in the country is perhaps getting some roots. Religion
brought peace, calmness, and love. But today, it's religious holy war is for the holy, for the religion, or for self. Watch Dharma Juddha, holy war, and give your comments. बाबा देवी को लग्न करो एक धर्मानुष्ठान देवी देवी को नाले जहाँ किसी का कर्मनाथ बोली हुआ जाए तारी जन्मर पूर्ण देवे संतान प्राप्ति संतान प्राप्ति नले तुम सारा जीवन এই জ্বলন নেই ঘুরে বলিব ঘরে দেহ দান কর সারা জীবন মাতৃত্ব গৌরবান গৌরব লাভ করিব পবিত্র ধর্মানুষ্ঠান যাহা মଣିষକୁ ଆଦର୍ଶ ଏବଂ ସତ୍ୟର ପଥ ଦେଖାଏ ଏପରି ଆପଣମାନଙ୍କର ପ୍ରକୃତ ସ୍ୱରୂପ ବାବା ମୋର ମାନବ ଦରକାର ନାହିଁ ଚାଲିଯାଅ ଥରେ এই ଅନୁଷ୍ଠାନର ଉଲଗ୍ନ ରୂପ ଦେଖି ସାରିଲା ପରେ ତମେ ଏତେ ସହଜରେ ଏଠୁ ଚାଲି ଯାଇପାରିବ ନାହିଁ ସାରା ଜୀବନ ତମକୁ ସମାଜ ଆଗରେ ନିରବ ରହିବାକୁ ପଡ଼ିବ ଆସ 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 जमीने पट्टी न जा जमीने पट्टी न जा जमुना को न जा जमुना को न जा जमुना को न जा जमुना राजीव कंचनयना राजीव कंचनयना जमीने पट्टी न जा जमीने पट्टी न जा जमुना को न जा जमुना को न जा जमुना को न जा जमुना राजीव कंचनयना राजीव कंचनयना राजीव कंचनयना राजीव कंचनयना गायक भाई ये माने तो कुआड़े गले ତନ୍ତ୍ର ସାଧନା ଲାଗିଲା ମଦ ନିଶାରେ ଯେତେବେଳେ ସମଗ୍ର ଚୈତନ୍ୟ ଲୋପ ପାଇବ ଭଜନ ସାଧନା ନାଁରେ ବାବା ସେତେବେଳେ ଫୁଲକୁ ଉପଭୋଗ କରିବେ ରାତିର ଅନ୍ଧକାରରେ ତାଙ୍କର ନଗ୍ନ ରୂପକୁ କେହି ଦେଖିପାରିବେ ହଜାର ହଜାର ଭକ୍ତମାନଙ୍କ ହୃଦୟରେ ପୂଜା ପାଉଥିବା ବାବା ଜଣକ ଜଣେ ସାଧକ ନୁହନ୍ତି ଜଣେ ମଦ୍ୟପ ଲମ୍ପଟ ରକ୍ଷକ ଭକ୍ଷକ ଏ ସଂସାର ଚଳିବ କେମିତି ମୁଁ ଦେଖିଛି ଏ ଦେଶର ପ୍ରାୟ ସବୁ ଶ୍ରେଣୀର ଲୋକ ବାବାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଛନ୍ତି ସକାଳ ସନ୍ଧ୍ୟା ତାଙ୍କର ପାଦ ପୂଜା କଲେ ତାର କାରଣ ହେଲା ଏ ଦେଶର ଅର୍ଥନୈତିକ ଅବସ୍ଥା ଜୀବନ ସଂଗ୍ରାମରେ ସଂଗ୍ରାମରତ ମଣିଷ ଆର୍ଥିକ ସଙ୍କଟ ଆଉ ପାରିପାର୍ଶ୍ୱିକ ଅବସ୍ଥା ଭିତରେ ସେ ଅଥର୍ବ ହୋଇ ପଡ଼େ ସାଂସାରିକ ବନ୍ଧନ ତାକୁ କ୍ଷତବିକ୍ଷତ କରି ଚାଲିଛି ବେଳେବେଳେ ମୁଠାଏ ଖାଇବାକୁ ବି ତା ପାଖରେ ସମ୍ବଳ ନଥାଏ ତେଣୁ ସେ ଯନ୍ତ୍ରଣାରୁ ମୁକ୍ତି ଚାହେଁ ଆଉ ସେଇଥିପାଇଁ ପ୍ରଶସ୍ତ ସ୍ଥାନ ହେଲା ଏ ଧର୍ମର ବିଶାଳତା ଯେ ଯାହାର ଅର୍ଥନୈତିକ ଅବସ୍ଥା ଉନ୍ନତ ସେମାନେ କଣ କରିବେ ସମସ୍ୟା କାହାର ନାହିଁ ଦୁଃଖ କାହାକୁ ଗ୍ରାସ କରେ ତେବେ ଦୁଃଖ ହିଁ କଣ ଇଏ ଜୀବନର ଅନ୍ୟ ନାମ ହଁ ତାର ସମାପ୍ତି କାମନାର ବିନାଶ ଇଏ କାମନା କଣ ପାର୍ଥିବ ଭୋଗ ପ୍ରତି ଅତିଶୟ ଅନୁରକ୍ତି ମଣିଷର ପୂର୍ବ ଜନ୍ମର ଫଳ ତାର ଏ ଜନ୍ମରେ ଭୋଗ କରିବାକୁ ପଡିବ ମାତ୍ର এই ଜନ୍ମର କର୍ମ ତାର ଭବିଷ୍ୟତ ଲାଗି ମୁକ୍ତିର ମାର୍ଗ ପ୍ରଶସ୍ତ କରେ ନିଜର କର୍ତ୍ତବ୍ୟ କରିବା ହିଁ ଏ କର୍ମ ଯୋଗର ପରିସର ବସନ୍ତ କୁମାର ଶତପଥୀ ଘରର ଶୋଇବା ଘରେ ରାସ୍ତାରେ ଗଲାବେଳେ ବଜାରରେ କିଣୁଥିବା ବେଳେ ମନ୍ଦିର ବେଢ଼ାରେ କିମ୍ବା ଗଛ ତଳେ ବସ୍କୁ ଅପେକ୍ଷା କରିଥିଲା ବେଳେ କିମ୍ବା ପ୍ଲାଟଫର୍ମରେ ଆପଣ ତାଙ୍କୁ ଦେଖିଲେ ଚିହ୍ନି ପାରିବେ ସେ ସବୁ ଜାଗାରେ ଥାଆନ୍ତି
से सबु जगह विषय जानती और बेसी से ही सबु चरित्र को एमिति वर्णना करती आपण को सचेतन करे दिए। अरे मु कहीं एमती भावी नथिली। तांकर शैली निहारा, शब्द संयोजना एते सरल जे मन हम एमिति लिखा तो सहज, किंतु भाव एते शाणित जे चोर निज हाथ में धरा पड़ जीव। परिवार समाज आउ निज कथा आपण को मन हम मु तो एमती कही पारथांती, किंतु से सब घटनार मूल चरित्र सबु चरित्र तांकरी प्रतिफलन। आक्षेप करती निजकू, परिवार सबु सदस्य को, आउ समाजर प्रत्येक भागीदार को। जदि आपण सेहीपरि कौनसी अघटन घटाइबार माध्यम होई थांती तेबे आपण को आखि बड़ हो जीव, कान लाल पड़ी जीव, मुंड गरम हो जीव। आ पचारे किए से बसंत शतपथी म एमिति कहला वाला। जीभरे हाड़ अच्छी सतरे। बसंत कुमार शतपथी। In your bedroom, while walking on the street, inside a temple premises, shopping in the market, or waiting for the bus under a tree or in the platform, if you see him, you will recognize him. He is in all these places and he knows all about these places and describes these characters so vividly, which makes you aware, and you may say, oh, why didn't I think of this? His style of writing is simple and yet unique. He uses such simple words, you will think, yes, writing is easy. But his expression is so sharp that you would get caught in your own thought. He writes of family, society, and his own. Reading that, you would feel, yeah, I could have said it. But the main character, all characters of that event, in his own observation, where he accuses himself, all members of his family, and the citizens of the society. If you are the medium of any such drastic event, then your eyes will pop out, your ears will turn red, and the mind will turn, and you may yell, who is this Basanta Satpathy? How dare he speaks like this? Must have bone in his tongue to be so sharp. Watch it. Give your comments. Lomba. Go. सूचक ध्वनि। रिक्सारू डेई पड़ी मुझे स्पोर्ट्समैन भली गेट पार हो ट्रेन डबार हाथ धरी उठीगली। मासिकिया टिकेट अच्छी तो? सापटी धीरे चलला परी काठगोदाम स्टेशन रो बृहत्तर चाप परी प्लाटफर्म रु बाहरी गला। चलता गाड़ी रु रिक्शा आड़ को चाहिए। विजय दृप्त भंगी जीति जाइए। विजय उत्सव पालन करने दरकार। देखली रिक्शा वाला को लोके उठाउछंती। सीट रू ओह्लैला बेले से पड़ी जाई बेहोश हो जाइथिला बोधुए। मूर्छा जाइची ना मरी जाइची। अरे तार भड़ाटा दे पारे।
से पुलिस अबकारी सहित बगदमान लड़िब केमती मुझे भड़ा दे था केमती केते भड़ा तो किसी चुक्ति है नथिला छाड़ गाड़ी चलची अरे शंख बजाओ माइक आण शोभा यात्रा बाहर कर मते विक्ट्री स्टैंड को नियो फोटो उठाओ फोटो परदिन तार खोज खबर नेली नहीं ता ना गा भी जानी नहीं वोटर लिस्टा पिला माने कोठी हजेई देले आशा करुच्ची आपण नाटक गुड़िक देखिबे नाटक गुड़िक पुनश्च देखिबार सुजोग पाइबे एवं अन्य माननकु जणैबे I hope you will get another opportunity. That's why this reminder to see the plays and hope you would also share it with others.